ସତରେ କ'ଣ ଭାସିଯିବ ବାଲେଶ୍ୱର? ସତରେ କ'ଣ ବନ୍ୟାରେ ଏମିତି ଦୁର୍ଦ୍ଦଶା ଭୋଗୁଥିବ ବାଲେଶ୍ୱର? ବାଲେଶ୍ୱର ଶତାଧିକ ଗ୍ରାମ ଏବେ ବି ଜଳବନ୍ଦୀରେ। ଦୀର୍ଘ 15 ଦିନ ଧରି ଜଳବନ୍ଦୀରେ ରହିଛି ବାଲେଶ୍ୱର। ଲୋକମାନଙ୍କ ପାଖରେ ଯାହା ଶୁଖିଲା ଖାଦ୍ୟ ଥିଲା ତାହା ତ ଶେଷ ହେଲାନି। ଏପର୍ଯ୍ୟନ୍ତ ପିଇବା ପାଣି ମଧ୍ୟ ଟୋପାଏ ମିଳୁନାହିଁ। ସତରେ କ'ଣ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ନାହିଁ ବାଲେଶ୍ୱରର ଶତାଧିକ ଗ୍ରାମବାସୀ? ବାଲେଶ୍ୱର ସମେତ ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର ଏଇଭଳିଆ କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପି ରହିଛି ଦୀର୍ଘ ଦିନ ଧରି ପାଣି ଏବଂ ବନ୍ୟାର ବନ୍ଦୀ ଭିତରେ ଜୀବନ କାଟୁଛନ୍ତି ହଜାର ହଜାର ସଂଖ୍ୟାର ଲୋକମାନେ। ଏପଟେ ଭୟାବହ ସୃଷ୍ଟି କରିଛି ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା। ଆଜି ରାତି ସୁଦ୍ଧା ପ୍ରବଳ ବର୍ଷାରେ ବୁଡ଼ି ଯାଇପାରେ ଶତାଧିକ ଗ୍ରାମ। ବାଲେଶ୍ୱର, ଭଦ୍ରକ ପ୍ରବଳ ବର୍ଷାର ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଜଳବନ୍ଦୀରେ ଥିବା ଅନେକ ଗ୍ରାମର ଲୋକମାନେ ଭୟଭୀତ। ୟାଠାରୁ ଅଧିକ ଜଳ ଆସିଲେ ସେମାନେ କରିବେ କ'ଣ? ତଥାପି ନିଜ ଜୀବନକୁ ଭରସା କରି, ସାପ ଜୀବଜନ୍ତୁ ଦାଉରୁ ରକ୍ଷା କରି, ଭଗବାନଙ୍କୁ ଆଶ୍ରା କରି ବଞ୍ଚି ରହିଛନ୍ତି ହଜାର ହଜାର ସଂଖ୍ୟାର ଲୋକମାନେ। ଏହି ବନ୍ଦୀରୁ ମୁକ୍ତି ପାଇବା ପାଇଁ ତ୍ରାହି ତ୍ରାହି ହେଉଛନ୍ତି ଏବଂ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ସତରେ ଯଦି ପାଣିପାଗ ବିଭାଗର କଥା ସତ ହୁଏ ତାହେଲେ ତ ଚାଲିଯିବ ହଜାର ହଜାର ଲୋକମାନଙ୍କର ଜୀବନ, ହଜାର ହଜାର ସଂଖ୍ୟାର ଗାଈ ଗୋରୁମାନଙ୍କର ପ୍ରାଣ। ଏଥିରୁ କ'ଣ ତ୍ରାହି ପାଇବ ଓଡ଼ିଶା? ବାଲେଶ୍ୱରର ଅନେକ ଅଞ୍ଚଳ ଜଳବନ୍ଦୀରେ ଘେରି ରହିଛି, ତଥାପି ଅଣଦେଖା କରୁଛି ପ୍ରଶାସନ।